हेलो पिलामाने चलतु आज मुख्य कर्म और गौण कर्म मध्य पार्थक्य कौन देखा। चलतु कर्म कौन प्रथम देखा। कर्म क्या कहुए गोटे वाक्य कर्म आम केमी चिन्हवा। चलतु देखा। देखु कर्म गोटे उदाहरण देखु। एटी खारबेल मगध जय करथिले। पिता पुत्र को डाकुचंती। दुईटी उदाहरण रे खारबेल कर्ता କରିଥିଲେ କ୍ରିୟା କ'ଣ କରିଥିଲେ? ମଗଧକୁ ଜୟ କରିଥିଲେ। ଏଠି ପିତା କର୍ତ୍ତା ଡାକୁଛନ୍ତି କ୍ରିୟା ପୁତ୍ରକୁ କର୍ମ। ଏଠି ଖାରବେଳ ମଗଧ ଜୟ କରିଥିଲେ। ମେନ୍ ଫୋକସ୍ କାହାକୁ ଦିଆଯାଇଛି? ମଗଧକୁ। ଏଠି ପିତା ପୁତ୍ରକୁ ଡାକୁଛନ୍ତି। ମେନ୍ ଫୋକସ୍ କାହାକୁ ଦେଇଛନ୍ତି? ପୁତ୍ରକୁ। ତେଣୁ ଏଠି ଦୁଇଟି ଉଦାହରଣ ଭିତରେ ମଗଧ ଓ ପୁତ୍ର କର୍ମକାରକ। ଗୋଟିଏ ବାକ୍ୟରେ ଯଦି କର୍ତ୍ତା ଜଣକୁ ଫୋକସ୍ ଦେଇଛି ସେଇଟା ହିଁ କର୍ମକାରକ। ଏଠି ପିତା ପୁତ୍ରକୁ ଡାକୁଛନ୍ତି। କାହାକୁ ଡାକୁଛନ୍ତି? ପୁତ୍ରକୁ। ମେନ୍ ଫୋକସ୍ଟା ପୁତ୍ରକୁ ଦେଇଛନ୍ତି। ତେଣୁ ପୁତ୍ର ହେଉଛି କର୍ମକାରକ ବା କର୍ମ। ଖାରବେଳ ମଗଧ ଜୟ କରିଥିଲେ। କ'ଣ ଜୟ କରିଥିଲେ? ମଗଧ ଜୟ କରିଥିଲେ। ମେନ୍ ଫୋକସ୍ ବା ମେନ୍ ଲକ୍ଷ୍ୟ କାହାକୁ ଦିଆଯାଇଛି? ମଗଧକୁ। ତେଣୁ ମଗଧ ହେଉଛି କର୍ମ। କିନ୍ତୁ ଗୋଟିଏ ଗୋଟିଏ ବାକ୍ୟରେ ଦୁଇଟି କର୍ମ ଥାଏ। ହେଲେ ଆମେ କେମିତି ଜାଣିବା ଗୌଣ କର୍ମ କେଉଁଟା, ମୁଖ୍ୟ କର୍ମ କେଉଁଟା? ଚାଲନ୍ତୁ ଆଗକୁ ଯିବା ଦେଖିବା। ଚାଲନ୍ତୁ। ହେଲେ ଆପଣମାନେ ବୁଝିପାରିଥିବେ କର୍ମ କ'ଣ? ଖାରବେଳ ମଗଧ ଜୟ କରିଥିଲେ। ମେନ୍ ଫୋକସ୍ ମଗଧକୁ ଦେଉଛନ୍ତି। ତେଣୁ ମଗଧ ହେଉଛି କର୍ମ। ଚାଲନ୍ତୁ ଗୌଣ କର୍ମ ଓ ମୁଖ୍ୟ କର୍ମ ମଧ୍ୟରେ ପାର୍ଥକ୍ୟ ଦେଖିବା। କେତେକ ବାକ୍ୟରେ ଦୁଇଟି କର୍ମର ବ୍ୟବହାର ଦେଖାଯାଏ। ଗୋଟିଏ ଗୋଟିଏ ବାକ୍ୟରେ ଦୁଇଟି କର୍ମ ଥାଏ। ତ ସେ ଦୁଇଟି କର୍ମ ମଧ୍ୟରୁ ଗୌଣ କର୍ମ କେଉଁଟା, ମୁଖ୍ୟ କର୍ମ କେଉଁଟା ଆମେ କେମିତି ଜାଣିବା? ଚାଲନ୍ତୁ ଉଦାହରଣ ଦେଖନ୍ତୁ। ଛାତ୍ରମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ସନ୍ନ୍ୟାସୀ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି। ଏଠି ଛାତ୍ରମାନେ କର୍ତ୍ତା, ପଚାରୁଛନ୍ତି କ୍ରିୟା। କ'ଣ ପଚାରୁଛନ୍ତି? ପ୍ରଶ୍ନ, କର୍ମ। କାହାକୁ ପଚାରୁଛନ୍ତି? ଶିକ୍ଷକଙ୍କୁ। ଏଠି ଦୁଇଟି କର୍ମ। এই ଦୁଇଟି କର୍ମ ଭିତରୁ ଆମେ କେମିତି ଜାଣିବା ମୁଖ୍ୟ କର୍ମ କେଉଁଟା, ଗୌଣ କର୍ମ କେଉଁଟା? ଚାଲନ୍ତୁ ମୁଁ ଗୋଟିଏ ସର୍ଟରେ କହୁଛି। ପ୍ରାଣୀବାଚକ ଯେତିକି ପଦ ସେଇଟା ହେଉଛି ଆମର ଗୌଣ କର୍ମ। ଅପ୍ରାଣୀବାଚକ ଯେତିକି ପଦ ସେଇଟା ହେଉଛି ମୁଖ୍ୟ କର୍ମ। ଛାତ୍ରମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏଠି ପ୍ରାଣୀବାଚକ ପଦ କେଉଁଟା? ଶିକ୍ଷକ। ତେଣୁ ଶିକ୍ଷକଙ୍କୁ ଆମେ ଗୌଣ କର୍ମ କହିବା ଏବଂ ପ୍ରଶ୍ନ ଅପ୍ରାଣୀବାଚକ ପଦ। ତେଣୁ ପ୍ରଶ୍ନକୁ ମୁଖ୍ୟ କର୍ମ କହିବା। ପିଲାମାନେ ବୁଝିପାରିଲେ ତ? ଚାଲନ୍ତୁ ଆଉ ଗୋଟେ ଉଦାହରଣ ଆମେ ଦେଖିବା। ସନ୍ନ୍ୟାସୀ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି। ଏଠି ସନ୍ନ୍ୟାସୀ ହେଉଛି କର୍ତ୍ତା, ଦେଉଛନ୍ତି ଏଠି କ୍ରିୟା। କ'ଣ ଦେଉଛନ୍ତି? ଉପଦେଶ। କାହାକୁ ଦେଉଛନ୍ତି? ଲୋକମାନଙ୍କୁ। ଏଠି ଦୁଇଟି କର୍ମ ଆସିଲା। ଆମେ କେମିତି ଜାଣିବା ମୁଖ୍ୟ କର୍ମ କେଉଁଟା, ଗୌଣ କର୍ମ କେଉଁଟା? ସଠିକ୍ ଅଛି। ପ୍ରାଣୀବାଚକ ପଦକୁ ଆମେ ଗୌଣ କର୍ମ କହିବା, ଅପ୍ରାଣୀବାଚକ ପଦକୁ ଆମେ ମୁଖ୍ୟ କର୍ମ କହିବା। ଏହି ଉଦାହରଣରେ ଲୋକମାନଙ୍କୁ, ସନ୍ନ୍ୟାସୀ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି। ଲୋକମାନଙ୍କୁ ପ୍ରାଣୀବାଚକ ପଦ। ତେଣୁ ଗୌଣ କର୍ମ କେଉଁଟା? ଲୋକମାନଙ୍କୁ। ମୁଖ୍ୟ କର୍ମ କେଉଁଟା? ଉପଦେଶ। କାହିଁକି ନା ଅପ୍ରାଣୀବାଚକ ପଦକୁ ଆମେ ମୁଖ୍ୟ କର୍ମ କହିଥାଉ। ପିଲାମାନେ ବୁଝିପାରିଲେ ତ? ମୁଖ୍ୟ କର୍ମ ଓ ଗୌଣ କର୍ମ ମଧ୍ୟରେ ପାର୍ଥକ୍ୟଟା କ'ଣ? ଗୌଣ କର୍ମ ପ୍ରାଣୀବାଚକ ପଦକୁ ଆମେ ଗୌଣ କର୍ମ କହିବା, ଅପ୍ରାଣୀବାଚକ ପଦକୁ ଆମେ ମୁଖ୍ୟ କର୍ମ କହିବା। ଏହି ଉଦାହରଣରେ ଆମେ ଜାଣିପାରିଲେ ମୁଖ୍ୟ କର୍ମ ଓ ଗୌଣ କର୍ମ ମଧ୍ୟରେ ପାର୍ଥକ୍ୟଟି କ'ଣ ଅଛି। ଦେଖନ୍ତୁ ପୁଣି ଥରେ ମୁଁ କହୁଛି। ସନ୍ନ୍ୟାସୀ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି। ଏଠି ସନ୍ନ୍ୟାସୀ ହେଉଛି କର୍ତ୍ତା, ଦେଉଛନ୍ତି ଏଠି କ୍ରିୟା। ଲୋକମାନେ ଓ ଉପଦେଶ ହେଉଛନ୍ତି କର୍ମ। ଗୋଟିଏ ସେଣ୍ଟେନ୍ସରେ ଦୁଇଟି କର୍ମ ଥିଲେ ଆମେ ଗୌଣ କର୍ମ, ମୁଖ୍ୟ କର୍ମ କେମିତି ଜାଣିବା? ପ୍ରାଣୀବାଚକ ପଦକୁ ଆମେ ଗୌଣ କର୍ମ କରିବା ଏବଂ ଅପ୍ରାଣୀବାଚକ ପଦକୁ ଆମେ ମୁଖ୍ୟ କର୍ମ କହିବା। ଏଠି ପ୍ରାଣୀବାଚକ ପଦ ଲୋକମାନେ ଏବଂ ଅପ୍ରାଣୀବାଚକ ପଦ ଉପଦେଶ, ମୁଖ୍ୟ କର୍ମ। ଲୋକମାନେ ହେଉଛନ୍ତି ଗୌଣ କର୍ମ, ଉପଦେଶ ହେଉଛନ୍ତି ମୁଖ୍ୟ କର୍ମ। ଯଦି ଏକ୍ଜାମରେ ଆସିବ ଛାତ୍ରମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିଲେ, ଏହି ବାକ୍ୟରେ ଗୌଣ କର୍ମ କେଉଁଟି ଚିହ୍ନଟ କରନ୍ତୁ। ହେଲେ ଆପଣମାନେ କେମିତି ଚିହ୍ନଟ କରିବେ? ଛାତ୍ରମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି, ତେବେ ପ୍ରାଣୀବାଚକ ପଦ
ଯେଉଁଟା ସେଇଟା ଆମର ଗୌଣ କର୍ମ। ଦେଖିବେ ଶିକ୍ଷକ ପ୍ରାଣୀବାଚକ ପଦ ଶିକ୍ଷକକୁ ଟିକ୍ କରିବେ। ଓକେ ପିଲାମାନେ ବୁଝିପାରିଲେ ନା? ଯଦି ମୁଖ୍ୟ କର୍ମ ପଚାରିଲା ତେବେ ପ୍ରଶ୍ନ କରିବେ ଅପ୍ରାଣୀବାଚକ ପଦ। ଓକେ ପିଲାମାନେ ବୁଝିପାରିଲେ ମୁଖ୍ୟ କର୍ମ ଗୌଣ କର୍ମ ମଧ୍ୟରେ ପାର୍ଥକ୍ୟ କ'ଣ, କର୍ମ କ'ଣ ବୁଝିପାରିଲେ? ଥ୍ୟାଙ୍କ ୟୁ ପିଲାମାନେ, ଥ୍ୟାଙ୍କ ୟୁ।